ओम नमो भगवते वासुदेवाय। तृतीय अध्याय। पितार यज्ञ देखिबाकू इच्छन्ते सती शिव तांकू जेपरी करिले निषेध। तृतीय अध्याय संवाद। मैत्रेय उवाच शुण विदुर एक मने रुद्र जे गले कोप मने एमन्ते जामाता श्वशुर विवादे गला बहु कालम दक्षकू अभिषेक करी ब्रह्मा बोइले हस्त धरी तू प्रजापति श्रेष्ठ अपरे सर्वे तो कनिष्ठ कमल जोनि जेते बेले दक्षकू शुभ लग्न बेले सकल मुनि मनुगणे स्थापिले प्रजापति पणे दक्षकू पूजी अभिषेके मान्य से कले एके तुम्भ सकल मध्येहु पालने अधिपति हेउ दक्षकू बोले वेदभर तु बाज पेय यज्ञ कर से दक्ष मने गर्व कला रोषे रुद्रंकु न बरिला भृगुंकु कला पुरोहित संगे घेनिण मुनि सन्थ जे यज्ञ बृहस्पति नाम शुणिला यज्ञ उत्तम से यज्ञ आरंभर काले सकल मुनि एक मेले जे ब्रह्म ऋषि देव ऋषि सर्वदेवंक संगे मिशी पितृदेवता ऋषि जने पत्रिंकी घेनी दिव्य जाने यज्ञे गमन्ति जुथे जुथे गीत सुवाद्य शून्य पथे आकाशे विमान गहल चलन्ते शुभे मुख गोल जे सती ईश्वर घरणी आकाशे शुणी देववाणी निज सखींकी पचारिला ताहांक बदनु शुणिला शुण गो ईश्वर भामिनी जेणे गमन्ति सुरमुनि तुम्भ पितार महायज्ञे देवे गमन्ति शून्य मार्गे निज कामिनी घेनि संगे विमाने जान्ति नाना रंगे तिनि भुवने जेते जने यज्ञे गमन्ति तोष मने दिव्य अलंकार भूषणे विमाने बसी बधुगणे स्वामींक संगते चलन्ति देख गगने पंक्ति पंक्ति नक्षत्र गण प्राय शोभा किबा उपमा अन्ये देवा ताशुणी गगन को चाही अंबिका मने विचारई देख अभाग्य कर्म मोर मोहर स्वामी महेश्वर मोहर पिता यज्ञ काले मुहि निराश कर्म फले मोर स्वामी की न बरिला अवहेलन मोते कला मोर पितार दया नाही केहा सहु देह बही एमंत भाली देवी मने मिलिले स्वामी सन्निधाने हृदये शोक भर होई बोलन्ति रुद्र मुख चाही सती उवाच भूनाथ शुण पशुपति तुम्भ स्वशुर मूढ़मति यज्ञ आरंभे पुण्य काले ताशुणी सर्वदेवे चले मुनिये स्वपत्नी संगते शून्ये गमन्ति दिव्य रथे देख ये मुखरा बगोल पूरिछि गगन मंडल देख आनंदे देवगणे गमन्ति यज्ञर कारणे भूनाथ चाल आम्भे जीवा पितार उत्सव देखिबा यज्ञ उत्सव पितापुरे मोर भगिनी सहोदरी जान्ति स्वामी घेनि संगे यज्ञ देखिबे मन रंगे
ମୁଁ ଏବେ ତୁମ୍ଭ ସଙ୍ଗେ ଯିବି ପିତାର ଉତ୍ସବ ଦେଖିବି। ମାତାକୁ ଦେଖିବି ନୟନେ ଭଗ୍ନୀଗଣଙ୍କୁ ସୁଖ ମନେ। ଭୋନାଥ ଆଜ୍ଞା ଦିଅ ମୋତେ ଯିବଇଁ ତୁମ୍ଭର ସହିତେ। ଭୋଦେବ ଦେବ ପଶୁପତି କେ ଜାଣିପାରେ ତୁମ୍ଭ ଗତି। ତୁମ୍ଭ ଗୋଚରେ ବିଷ୍ଣୁ ମାୟା କେ ଜାଣିପାରେ ନାଥ ଏହା। ହେ ଅଜ ତୋହର ମାୟାରେ ଆଶ୍ଚର୍ଯ୍ୟ ନିର୍ମାଣ ସଂସାରେ। ତଥାପି ସ୍ତ୍ରୀ ଜନ୍ମ ମୋର ମୁଁ କାହୁଁ କରିବି ଗୋଚର। ମୋ ଜନ୍ମ ଭୂମିର ଦର୍ଶନେ ଇଚ୍ଛା ବଳିଲା ମୋର ମନେ। ହେ ଭବ ତୁମ୍ଭେ ତ ଅଭବ କି ରୂପେ ହେବ ଅନୁଭବ। ବନ୍ଧୁ ବିରହେ ଯେତେ ଦୁଃଖ ତହିଁରେ ତୁମ୍ଭେ ତ ବିମୁଖ। ଦେଖ ହେ ପ୍ରଭୁ ଶୂନ୍ୟ ପଥେ ଦେବେ ଗମନ୍ତି ଯୁଥେ ଯୁଥେ। ଯେସନେ ରାଜହଂସପନ୍ତି ବିମାନ ମାନ ଶୂନ୍ୟେ ଯାନ୍ତି। ମୋର ପିତାର ପୁରେ ଯାଇ ଯଜ୍ଞ ଦେଖିବେ ସୁଖେ ବହି। ଭୋନାଥ ଶୁଣ ପଶୁପତି ତୁମ୍ଭ ଚରଣେ ମୋର ମତି। ମୁଁ ଏହା ସହିବି କେମନ୍ତେ ଶରୀର ବହି ଏ ଜଗତେ। ପିତା ଜନନୀ ଭଗ୍ନୀ ଗଣେ ଦିବ୍ୟଭୂଷଣ ଆଭରଣେ। ଯଜ୍ଞ ଆରମ୍ଭେ ସୁଖ ଭୋଳେ ଥିବେ ସକଳେ ଏକ ମେଳେ। ପିତା ଭର୍ତ୍ତା ଗୁରୁ ସଦନେ ଯୋଗାଇ ଯିବା ଆବରଣେ। ଭୋନାଥ ଶୁଣ ସଦାଶିବ ଦେବେ ଅବରଣେ ନ ଜୀବ। ମୁଁ ଯିବି ଆଜ୍ଞା ଦିଅ ମୋତେ ପ୍ରସନ୍ନ ମନେ ଶୁଦ୍ଧ ଚିତେ। ମୈତ୍ରେୟ ଉବାଚ ଏମନ୍ତ ପ୍ରିୟା ମୁଖୁ ଶୁଣି ଈଶ୍ୱର ସ୍ଥିର ଚିତ୍ତେ ଗୁଣି। ସ୍ୱଭାବେ ଜଗତ ଈଶ୍ୱର ଜଗତ ଯାର ଖେଳ ଘର। ଅଳପ ଅପମାନ ବହି କହନ୍ତି ପତ୍ନୀ ମୁଖ ଚାହିଁ। ଈଶ୍ୱର ଉବାଚ ଶୁଣ ସୁନ୍ଦରୀ କହୁଁ ତୋତେ ତୁ ଯେଣୁ ପଚାରିଲୁ ମୋତେ। ସାଧୁ ବିଚାର ଏ ତୋହର ଶୁଦ୍ଧ ସୁନ୍ଦର ମନୋହର। ବନ୍ଧୁକୁ ବନ୍ଧୁ ଭାବ ଭୋଳେ ଅମାନ୍ୟ କଲେ ଅବହେଳେ। ତହି ନ ଥାଇ ଅପମାନ କେଶହୁ ପୁଣି ଦୁର୍ବଚନ। ବିଦ୍ୟାର ବଳେ ତପଦାହେ ସୁନ୍ଦର ବପୁ ବୟ ବହେ। ଉତ୍ତମ କୂଳେ ଯେହୁ ଜାତ ସକଳ ଗୁଣେ ଯେ ବିଖ୍ୟାତ। ଜାଣଇ ଶ୍ରୁତି ସ୍ମୃତି ଧର୍ମ ଆଗମ ନିଗମ ଯେ କର୍ମ। ସେ ପୁଣି ଅବିବେକ ବଳେ ବନ୍ଧୁ ନିନ୍ଦଇ ଅବହେଳେ। ମହତ ତେଜ ସେ ନ ସହେ ନିରତେ ମନେ ଗର୍ବ ବହେ। ଅଜ୍ଞାନବାଦୀ ବୋଲି ତାରେ ସୁଖ ନ ଲଭେ ଏ ସଂସାରେ। ଯେ ପ୍ରାଣୀ ଅଭ୍ୟାଗତ ଦେଖି ବକ୍ରବଦନେ ବୁଜେ ଆଖି। ବନ୍ଧୁ ହେଲେହେଁ ଜାଣ ତୁହି ତା ଗୃହେ ଯିବା ନ ଯୋଗାଇ। ସମରେ ଅରି ବାଣ ଘାଏ ଅଙ୍ଗରେ ତେଡ଼େ ପୀଡ଼ା ନହେ। ବନ୍ଧୁର କୁବଚନ ବାଣ ଅନିଶେ ଦହେ ମନ ପ୍ରାଣ। ତୁ ପୁଣି ପିତା ପ୍ରିୟ ବହୁ ତାର ସୁହୃଦ ଧର୍ମ କହୁ। ତଥାପି ପିତା ଗୃହେ ଗଲେ ମାନ ତୁ ନ ପାଇବୁ ଭଲେ। ଯେଣୁ ମୋ ଆଶ୍ରେ ଯେତେ ଛନ୍ତି ଦକ୍ଷର ପ୍ରିୟ ସେ ନୁହନ୍ତି। ଅସାଧୁ ଜନଙ୍କ ସ୍ୱଭାବ ନିରତେ ଅସହଣୀ ଭାବ। ସାଧୁଙ୍କ ସୁପୁଣ୍ୟ ସମ୍ପଦ ଦେଖି ବହନ୍ତି ମନେ ଖେଦ। ହିଂସନ୍ତି ତାଙ୍କୁ ଅକାରଣେ ହରିଙ୍କି ଯେହ୍ନେ ପୁଣ୍ୟ ଜନେ।
ସଭାର ମଧ୍ୟେ ତୋ ପିତାରେ ଅବଜ୍ଞା କଲି ମୁଁ ବେଭାରେ। ଏମନ୍ତ ନବିଚାର ମନେ ଶୁଣ କହୁଛି ସୁମଧ୍ୟମେ। ଯେ ବନ୍ଧୁ ଆଗମନ ଦେଖି ଉଠନ୍ତି ଆସନ ଉପେକ୍ଷୀ। ଭାବେ ଆସନ୍ତି କିଛି ଦୂର ବଚନ କହନ୍ତି ମଧୁର। ଅତି ହିଁ ସ୍ନେହ କରି ଚିତ୍ତେ ପୁଲକ ହୋଇ ହୃଦଗତେ। ଅଭିବାଦନ ମୃଦୁ ବାଣୀ ପୂଜନ୍ତି ନିଜ ଗୃହେ ଆଣି। ବିଷ୍ଣୁର ଭାବେ ପୂଜା କରି ଆନନ୍ଦେ ପ୍ରିୟ ଭାବେ ଭରି। ଲୋକେ କରନ୍ତି ପରସ୍ପର ତାନ ହେ ପ୍ରାଜ୍ଞଙ୍କ ଆଚାର। ସେ ବିଷ୍ଣୁ ଶୁଦ୍ଧ ସତ୍ୱମୟ ପ୍ରକାଶେ ଜୀବର ହୃଦୟ। ତେଣୁ ବୋଲାଏ ବାସୁଦେବ ସେ ଯେ ମୋହର ନିତ୍ୟ ସେବ୍ୟ। ଦକ୍ଷ ହୃଦୟେ ତାଙ୍କୁ ଲକ୍ଷି ମୁଁ ନମସ୍କାର କରିଅଛି। ଏ ରୂପେ କଲି ମୁଁ ସମ୍ମାନ ନ କରି ତାଙ୍କ ଅପମାନ। ଏ ଦେହେ ଅଭିମାନ କରି ଦକ୍ଷତା ଜାଣିବ କିପରି। ଯେଣୁ ସେ ଦକ୍ଷ ପ୍ରଜାପତି ମୋ ଭାବେ ଚିନ୍ତୟନୀତି। ନିରପରାଧୀ ମୁଁ ତାହାର ଦୁର୍ବାକ୍ୟେ କଲା ତିରସ୍କାର। ପିତା ହେଲେଁ ତାର ତହିଁ ଯିବା ତୋହର ନ ଯୋଗାଇ। ତୁ ଯେବେ ମୋହର ବଚନ ଅଜ୍ଞାନେ କରିବୁ ଲଙ୍ଘନ। ପିତା ଭୁବନେ ଯିବୁ ତୁହି କେବେ ହେଁ ତୋର ଭଲ ନାହିଁ। ଉତ୍ତମ ଜନ ଜାଣ ଯେବେ ସ୍ୱଜନୁ ପରା ଭବ ଲଭେ। କେବେ ହେଁ ତାର ଭଲ ନାହିଁ ଏମନ୍ତ ଦେବି ଆଗେ କହି। ସ୍ଥିର ହୋଇଲେ ଉମାକାନ୍ତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଚତୁର୍ଥ ସ୍କନ୍ଧେ ଉମାରୁଦ୍ର ସମ୍ବାଦो ନାମ ତୃତୀୟୋଧ୍ୟାୟଃ। ଶ୍ରୀକୃଷ୍ଣଂ ସମର୍ପଣମସ୍ତୁ। ଓಂ ନମୋ ଭଗବତେ ବାସୁଦେବାୟ।